ବର୍ତ୍ତମାନ ଲୋକମାନେ ଡରିକି ଅଛନ୍ତି। କାଳେ ଚାଲାଣ କଟିଯିବ କି, ମୋଟା ଅଙ୍କର ଟଙ୍କା ଆଦାୟ କରାଯିବ କି, ଏଇଭଳିଆ ଅନେକ ଡର। ଏହି ଡରର ଫାଇଦା ଉଠେଇ ଲୋକମାନେ ଠକିବାରେ ଲାଗିଛନ୍ତି। ଆପଣମାନେ ଦେଖନ୍ତୁ, ମୋ ହ୍ୱାଟ୍ସଆପ୍କୁ 2ଟା ମେସେଜ ଆସିଛି। RTO ଚାଲାଣ .FEK। ଅତ୍ୟନ୍ତ ଦୁଃଖର କଥା ଆଜ୍ଞା, ଏଇ ମେସେଜ ମୋର ଅତି ଚିହ୍ନା ଜଣା ବ୍ୟକ୍ତି ପଠେଇଥିଲେ। ଶୁଭଚିନ୍ତକ ଭାବି ଦେଇଛି ତାଙ୍କୁ। ତେଣୁ ମୋତେ ଲାଗିଲା କେତେବେଳେ ମୁଁ ସ୍ପିଡ଼ରେ ଗାଡ଼ି ଚଲେଇ ଦେଇଥିବି, ସେଇଥିପାଇଁ ମୋ ନାଁରେ ଚାଲାଣ କଟିଯାଇଥିବ। ସେଇଥିପାଇଁ ଏଇ ଶୁଭଚିନ୍ତକ ଜଣକ ମୋତେ ପଠେଇଛନ୍ତି। କିନ୍ତୁ ଟିକେ ରହିଗଲି, ଆପ୍ଲିକେସନ୍ ଜମାରୁ ଡାଉନଲୋଡ଼ କଲି ନାହିଁ। ତାପରେ କ'ଣ କଲି ଟିକେ ଦେଖନ୍ତୁ। ଇ ଚାଲାଣ FEK ସ୍କାମ୍ ଆୱାରନେସ୍, ସାବଧାନ ରୁହନ୍ତୁ। ହ୍ୱାଟ୍ସଆପ୍ରେ ଯଦି ଇ ଚାଲାଣ ନାଁରେ କୌଣସି APK ଫାଇଲ୍ ଆସୁଛି, ତେବେ ଏହା ଏକ ବଡ଼ ସାଇବର ସ୍କାମ୍ ଠକେ। ପୋଲିସ କିମ୍ବା ପରିବହନ ବିଭାଗ କେବେ ବି ହ୍ୱାଟ୍ସଆପ୍ ମାଧ୍ୟମରେ କୌଣସି APK ଫାଇଲ୍ ପଠାନ୍ତି ନାହିଁ। ଏହି ଠକେଇରୁ ବଞ୍ଚିବା ପାଇଁ ନିମ୍ନଲିଖିତ କଥା ପ୍ରତି ଧ୍ୟାନ ଦିଅନ୍ତୁ। ଠକମାନେ ଆପଣଙ୍କୁ ଡରାଇବା ପାଇଁ ମେସେଜ ପଠାନ୍ତି ଯେ ଆପଣଙ୍କର ଚାଲାଣ କଟିଛି। ସେଥିରେ ଏକ ଫାଇଲ୍ ଥାଏ। ଆପଣ ଯଦି ସେଇ ଫାଇଲ୍କୁ ଇନଷ୍ଟଲ୍ କରିଦେବେ, ତେବେ କ'ଣ ହେବ ଦେଖନ୍ତୁ। ଆପଣଙ୍କ ଫୋନ୍ର କଣ୍ଟ୍ରୋଲ ସେମାନଙ୍କ ପାଖକୁ ଚାଲିଯିବ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ। ଆପଣଙ୍କର ସମସ୍ତ OTP ଏବଂ ପର୍ସନାଲ ଡାଟା ଚୋରି ହୋଇଯିବ। ଭିଡ଼ିଓ ମାଧ୍ୟମରେ ମୁଁ ଏଇ କଥା କହିବାକୁ ଚାହୁଁଛି, କୌଣସି ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଜଣା ହେଉ କି ଯାହା ହେଉ, ଆପଣଙ୍କ ମନରେ ଯଦି ସନ୍ଦେହ ସୃଷ୍ଟି ହେଉଛି, ତେବେ କୌଣସି ଆପ୍କୁ ଇନଷ୍ଟଲ୍ କରନ୍ତୁ ନାହିଁ। ଏଆଇକୁ ପଚାରନ୍ତୁ ଏହି ଆପ୍ଟି କେତେ ଦୂର ଠିକ୍। ନଚେତ୍ ୟୁଟ୍ୟୁବକୁ ଯାଇକି ସର୍ଚ୍ଚ କରନ୍ତୁ ୟା ବିଷୟରେ। ନଚେତ୍ ଆପଣଙ୍କର ଯେଉଁ ସାଙ୍ଗସାଥି ବନ୍ଧୁ ପରିଜନ ଅଛନ୍ତି, ଏହା ବିଷୟରେ କିଛି ଆଇଡ଼ିଆ ଥିବ, ସେମାନଙ୍କୁ ପ୍ରଥମେ ପଚାରି ବୁଝନ୍ତୁ, ତାପରେ ଆଗକୁ ବଢ଼ନ୍ତୁ।